नियापुर गाँ पाखरे एक घन जंगलटीए पड़ुथिला, ଯେଉଁଠିକି ଅନେକ ପ୍ରକାର ପଶୁପକ୍ଷୀ ମାନେ ବସବାସ କରୁଥିଲେ। ସେହି ଜଙ୍ଗଲ ପାଖରେ ଏକ ଛୋଟ କୁଟିଆରେ ଜଣେ ବିଧବା ସ୍ତ୍ରୀ ଲୋକଟିଏ ରହୁଥିଲା, ଯାହାର ନାଁ ଥିଲା ସାବିତ୍ରୀ। ସାବିତ୍ରୀର ବୟସ ପାଖାପାଖି 28ରୁ 32 ବର୍ଷ ଭିତରେ ହୋଇଥିବ। ତା ସ୍ୱାମୀ ଗୋଟେ ବର୍ଷ ପୂର୍ବରୁ ହିଁ କୌଣସି ଏକ ଭୟଙ୍କର ରୋଗର କାରଣ ଯୋଗୁଁ ଏ ଦୁନିଆ ଛାଡ଼ି ଯାଇସାରିଥିଲେ। ସାବିତ୍ରୀ ପାଖରେ ଏବେ ଅନ୍ୟ କୌଣସି ସାଧନ ନଥିଲା। ସେ ଜଙ୍ଗଲରୁ କାଠ ଗୋଟାଉଥିଲା ଆଉ ଗାଁରେ କିଛି ସିଲେଇ କାମ କରି ଯେମିତି ସେମିତି କରି ନିଜ ଜୀବନ ଅତିବାହିତ କରୁଥିଲା। ସେ ଦେଖିବାକୁ ବହୁତ ସୁନ୍ଦର ଥିଲା, ହେଲେ ତା ଆଖିରେ ଏକ ଗଭୀର ଦୁଃଖ ଲୁଚି ରହିଥିଲା। ସାବିତ୍ରୀ କେବେ ବି କାହା କଥାକୁ ଖରାପ ଭାବୁନଥିଲା। ତା ପାଇଁ ଏବେ ଜୀବନର ମାନେ ବାସ୍ କେବଳ ଯେମିତି ସେମିତି କରି ନିଜ କାମ ପୂରଣ କରିବା ଆଉ ଦୁଃଖେ କଷ୍ଟେ ନିଜ ଜୀବନ ଅତିବାହିତ କରିବାଟା ଥିଲା। ଗୋଟେ ଦିନ ସାବିତ୍ରୀ ଜଙ୍ଗଲ ଭିତରେ କାଠ ଗୋଟାଉଥିଲା। ଠିକ୍ ସେତିକି ବେଳେ ପାଖରେ ଥିବା ଗୋଟେ ବଡ଼ ଗଛରୁ ମାଙ୍କଡ଼ଟିଏ ଡେଇଁ ପଡ଼ିଲା ଆଉ ତା ସାମ୍ନାରେ ଆସି ବସିଗଲା। ମାଙ୍କଡ଼ଟିକୁ ଦେଖି ସାବିତ୍ରୀ ପ୍ରଥମେ ତ ବହୁତ ଡରିଗଲା, ହେଲେ ଯେତେବେଳେ ସେ ମାଙ୍କଡ଼ଟି କୌଣସି ଆକ୍ରମଣ କଲା ନାହିଁ, ବାସ୍ କେବଳ ବସି ରହି ଚୁପଚାପ ସାବିତ୍ରୀକୁ ଦେଖି ଚାଲିଥିଲା, ତ ସାବିତ୍ରୀ ଟିକେ ଶାନ୍ତ ହୋଇଗଲା। ସାବିତ୍ରୀ ଧୀରେ ଧୀରେ ତା ଆଡ଼କୁ ଦେଖିଲା ଆଉ ପଚାରିଲେ ଯେ, ତୁ କିଏ ଆଉ ତୁ କ'ଣ ଚାହୁଁଛୁ? ଏତିକି କହିବା ମାତ୍ରକେ ମାଙ୍କଡ଼ଟି ନିଜ ମୁଣ୍ଡ ତଳକୁ କରିଦେଲା, ଯେମିତିକି ସେ ସାବିତ୍ରୀର ସବୁ କଥା ବୁଝିପାରୁଥିଲା। ସାବିତ୍ରୀ ହାଲକା ଟିକେ ହସିଦେଲା ଆଉ ତାପରେ ନିଜ କାମ କରିବାରେ ଲାଗି ପଡ଼ିଲା। ମାଙ୍କଡ଼ଟି ସେଇଠି ବସି ରହିଲା ଆଉ ସେମିତି ହିଁ ସାବିତ୍ରୀକୁ ଦେଖି ଚାଲିଥିଲା। ଯେତେବେଳେ ସାବିତ୍ରୀ କାଠ ଗୁଡ଼ିକୁ ବାନ୍ଧିବାକୁ ଲାଗିଲା, ତ ସେ ମାଙ୍କଡ଼ଟି ତାକୁ ସାହାଯ୍ୟ କରିଲା। ଏହା ଦେଖି ସାବିତ୍ରୀ ବହୁତ ଆଶ୍ଚର୍ଯ୍ୟଚକିତ ହୋଇଗଲା ଆଉ ତାପରେ ସିଏ ସେହି ମାଙ୍କଡ଼ଟିର ମୁଣ୍ଡଟିକୁ ଟିକେ ଆଉଁସି ଦେଲା ଆଉ କହିଲା ଯେ, ତୁ ବହୁତ ବୁଦ୍ଧିମାନ। ସେହିଦିନ ପରଠାରୁ ସେ ମାଙ୍କଡ଼ଟି ପ୍ରତ୍ୟେକ ଦିନ ସାବିତ୍ରୀ ପାଖକୁ ଆସିବାକୁ ଲାଗିଲା। କେବେ ସେ ତା ପାଇଁ ଫଳ ଆଣୁଥିଲା, ତ କେବେ ସେ ତା କାମରେ ତାକୁ ସାହାଯ୍ୟ କରୁଥିଲା। କେବେ କେବେ ସେ ତା ଚାଳ ଛପର ଘର ସାମ୍ନାରେ ବସି ସନ୍ଧ୍ୟା ପର୍ଯ୍ୟନ୍ତ ଖେଳୁଥିଲା। ସାବିତ୍ରୀର ଜୀବନରେ ଏବେ ଏକ ନୂଆ ରଙ୍ଗ ଭରି ସାରିଥିଲା। ତା ଓଠରେ ହସ ଫେରି ଆସିଥିଲା। ଏମିତି ଭାବରେ ସମୟ ବିତି ଚାଲିଲା ଆଉ ଧୀରେ ଧୀରେ ସାବିତ୍ରୀ ଆଉ ସେ ମାଙ୍କଡ଼ ଭିତରେ ଏକ ଅଦୃଶ୍ୟ ସମ୍ପର୍କ ବନିଗଲା। ଯେବେ ବି ସାବିତ୍ରୀ ଏକୁଟିଆ ରହୁଥିଲା, ତ ସେ ମାଙ୍କଡ଼ଟି ତାକୁ ହସାଇବା ପାଇଁ ଚେଷ୍ଟା କରୁଥିଲା। ଯେତେବେଳେ ସେ ଉଦାସ ରହୁଥିଲା, ତ ସେ ମାଙ୍କଡ଼ଟି ତା ପାଖକୁ ଆସି ତା କାନ୍ଧରେ ମୁଣ୍ଡ ରଖି ବସି ଯାଉଥିଲା। ଏବେ ସାବିତ୍ରୀ ବି ତାକୁ ନିଜ ପରିବାରର ଅଂଶ ବୋଲି ମାନିବାକୁ ଲାଗିଥିଲା। ଗୋଟିଏ ଦିନ ରାତିରେ ସାବିତ୍ରୀ ନିଜ ଝୁମ୍ପୁଡ଼ି ଘର ବାହାରେ ବସିଥିଲା, ଚାନ୍ଦିନୀ ରାତିର ଆନନ୍ଦ ନେଉଥିଲା। ଠିକ୍ ସେତିକି ବେଳେ ସେ ଦେଖିଲା ଯେ ମାଙ୍କଡ଼ଟି ପାଖ ଗଛରେ ଥିବା ଏକ ଡାଳରେ ବସି ରହିଛି। ସାବିତ୍ରୀ ତା ଆଡ଼କୁ ଦେଖିଲା ଆଉ ଟିକିଏ ହସିଦେଲା ଆଉ କହିଲା ଯେ, ତୁ ମୋ ସହିତ ସବୁଦିନ ରହିବୁ ନା କ'ଣ? ମାଙ୍କଡ଼ଟି ଧୀରେ ସେ ଗଛରୁ ଡେଇଁ ତା ପାଖକୁ ଆସିଲା ଆଉ ଆସି ତା ପାଦ ପାଖରେ ବସିଗଲା। ସାବିତ୍ରୀ ତାକୁ ନିଜ କୋଳରେ ଧରିନେଲା। ସେଦିନ ପ୍ରଥମ ଥର ସାବିତ୍ରୀ ତା ହାତକୁ ଧରି ଶୋଇପଡ଼ିଲା। ମାଙ୍କଡ଼ଟି ସାରା ରାତି ତା ପାଖରେ ସେମିତି ହିଁ ବସି ରହିଥିଲା। ଏବେ ସେ ମାଙ୍କଡ଼ ବିନା ଗୋଟେ ମୁହୂର୍ତ୍ତ ବି ରହିପାରୁନଥିଲା। ସାବିତ୍ରୀ ମନରେ ଏକଥା ସମ୍ପୂର୍ଣ୍ଣ ଭାବରେ ଘର କରିସାରିଥିଲା ଯେ ଏ ମାଙ୍କଡ଼ଟି କୌଣସି ସାଧାରଣ ମାଙ୍କଡ଼ ନୁହେଁ। ତା ଭିତରେ ଆତ୍ମୀୟତା ଭରି ରହିଥିଲା, ଯେମିତି କୌଣସି ପୁରୁଣା ଆତ୍ମା ତା ଜୀବନର ଅଂଶ ହୋଇ ଫେରି ଆସିଛି। ଗୋଟିଏ ଦିନର କଥା, ଯେତେବେଳେ କି ମୂଷଳଧାରାରେ ବର୍ଷା ହେଉଥିଲା। ସାବିତ୍ରୀ ନିଜ ଝୁମ୍ପୁଡ଼ି ଘର ଭିତରେ ବସିଥିଲା ଆଉ ମାଙ୍କଡ଼ଟି ବି ତା ପାଖରେ ବସିଗଲା। ବିଜୁଳି ମାରୁଥିବା ସମୟରେ ସାବିତ୍ରୀ ଦେଖିଲା ଯେ ମାଙ୍କଡ଼ଟିର ଆଖି ଗଭୀର ଓ ଚମକୁଥିଲା। ସାବିତ୍ରୀ ପୁଣି ଥରେ ତା ମୁଣ୍ଡକୁ ଆଉଁସି ଦେଲା ଆଉ ପଚାରିଲା ଯେ, କ'ଣ ସବୁବେଳେ ତୁ ମୋ ସହିତ ରହିବୁ? ମାଙ୍କଡ଼ଟି ଧୀରସେ ତା ମୁଣ୍ଡକୁ ସାବିତ୍ରୀ କୋଳରେ ରଖିଦେଲା। ସାବିତ୍ରୀର ଆଖିରୁ ଲୁହ ଧାର ଧାର ହୋଇ ବାହାରି ଆସିଲା। ତାକୁ ଏହା ଅନୁଭବ ହେଲା ଯେ ତା ଜୀବନରେ ଯେଉଁ ସ୍ଥାନ ଏବେ ପର୍ଯ୍ୟନ୍ତ ଖାଲି ଥିଲା, ତାହା ଏବେ ଭରି ସାରିଛି। ସେଦିନ ରାତିରେ ସେ ମାଙ୍କଡ଼ଟିକୁ ନିଜ ଛାତିରେ ଜାବୁଡ଼ି ଧରିଲା। ସେଦିନ ରାତିରେ ପ୍ରଥମ ଥର ତାକୁ ଆତ୍ମୀୟତା ଅନୁଭବ ହୋଇଥିଲା, ଯେମିତିକି ସେ
କୌଣସି ନିଜର ଆପଣାର ଲୋକକୁ ଅନେକ ବର୍ଷ ପରେ ଫେରି ପାଇଛି। ଏମିତି ଭାବରେ ସମୟ ବିତି ଚାଲିଲା। ଦିନେ ସାବିତ୍ରୀକୁ ନିଜ ଶରୀରରେ କିଛି ଅଜବ ପରିବର୍ତ୍ତନ ଅନୁଭବ ହେବାକୁ ଲାଗିଲା। ତାକୁ ବାନ୍ତି ବାନ୍ତି ଲାଗୁଥିଲା ଆଉ ତା ପେଟ ଭାରି ଲାଗୁଥିଲା। ଧୀରେ ଧୀରେ ତା ଶରୀର ବି ବଦଳିବାକୁ ଲାଗିଲା। ଚିନ୍ତିତ ହୋଇ ସେ ଗାଁର ଧାଇମା ପାଖକୁ ଗଲା। ଧାଇମା ଚିକିତ୍ସା କରିବା ପରେ କହିଲେ ଯେ, ସାବିତ୍ରୀ, ତୁ ଗର୍ଭବତୀ ଅଛୁ। ଏହା ଶୁଣି ସେ ଆଶ୍ଚର୍ଯ୍ୟଚକିତ ହୋଇଗଲା। ସେ ଧାଇମାକୁ କହିଲା ଯେ, ଏହା କେମିତି ସମ୍ଭବ? ମୋର ତ କୌଣସି ସ୍ୱାମୀ ନାହାନ୍ତି। ମୋ ସ୍ୱାମୀ ଆଉ ଏ ଦୁନିଆରେ ନାହାନ୍ତି। ଧାଇମା ତା ଆଖିକୁ ଦେଖିଲେ ଆଉ କହିଲେ ଯେ, ଏ ଦୁନିଆରେ ସବୁକିଛି ଭଗବାନଙ୍କ ଇଚ୍ଛାରେ ହିଁ ହୋଇଥାଏ। ସାବିତ୍ରୀ ଏବେ ଅଡ଼ୁଆର ସୂତାଖିଅ ଭିତରେ ପଡ଼ିସାରିଥିଲା। ଫେରିବା ସମୟରେ ସେ ଭାବିଥିଲା ଯେ, କ'ଣ ଏହା ସତରେ ସମ୍ଭବ? ତାର ସେଦିନ ରାତି କଥା ମନେ ପଡ଼ିଗଲା, ଯେତେବେଳେ କି ସେ ମାଙ୍କଡ଼କୁ ନିଜ ପାଖରେ ଶୁଆଇଥିଲା ଆଉ ତା ମନରେ ଏକ ବିଚିତ୍ର ଶାନ୍ତି ଖେଳି ଯାଇଥିଲା। କ'ଣ ଏହା ସମ୍ଭବ ଯେ ମାଙ୍କଡ଼ ହିଁ ତା ଗର୍ଭବତୀର କାରଣ ହୋଇଥାଇପାରେ? ଏହା ଭାବି ସେ ଡରିଗଲା ଆଉ ଦ୍ୱନ୍ଦ୍ୱରେ ପଡ଼ିଗଲା। ଏବେ ସାବିତ୍ରୀ ପ୍ରତ୍ୟେକ ଦିନ ମାଙ୍କଡ଼କୁ ଦେଖୁଥିଲା, ହେଲେ ଏବେ ତା ମନରେ ଭୟ ଏବଂ ସଙ୍କୋଚ ଘର କରି ସାରିଥିଲା। ମାଙ୍କଡ଼ଟି ପୂର୍ବ ଭଳି ହିଁ ତା ଆଖପାଖରେ ଘୁରି ବୁଲୁଥିଲା। ତା କାମରେ ସାହାଯ୍ୟ କରୁଥିଲା। କେବେ ତା ପାଇଁ ଫଳ ଆଣୁଥିଲା ତ କେବେ ତା ପାଇଁ କାଠ ଏକଜୁଟ କରି ରଖୁଥିଲା। ହେଲେ ଏବେ ସାବିତ୍ରୀ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଥିଲା। କ'ଣ ଏହା ପ୍ରେମ? କ'ଣ ଏହା ଚମତ୍କାର? ନା କୌଣସି ଅଭିଶାପ? କ'ଣ ସେ ମାଙ୍କଡ଼ ବାସ୍ତବରେ ଜଣେ ସାଧାରଣ ପ୍ରାଣୀ, ନା କୌଣସି ଦେବତା, ନା କୌଣସି ଅଭିଶପ୍ତ ଆତ୍ମା? ସାବିତ୍ରୀ ଏହି ପ୍ରଶ୍ନର ଘେରି ରହିଥିଲା, ହେଲେ ତା ପାଖରେ କୌଣସି ଉତ୍ତର ନଥିଲା। ଏବେ ସେ ଗଭୀର ଦ୍ୱନ୍ଦ୍ୱରେ ପଡ଼ିସାରିଥିଲା। ଗର୍ଭବତୀ ହେବାଟା କୌଣସି ସାଧାରଣ କଥା ନଥିଲା। ଧୀରେ ଧୀରେ ଏ ଖବର ଗାଁ ସାରା ଖେଳିଗଲା ଯେ ସାବିତ୍ରୀ ଗର୍ଭବତୀ ଅଛି। ଗାଁର ସ୍ତ୍ରୀଲୋକ ଏବଂ ପୁରୁଷ ଲୋକମାନେ ସାବିତ୍ରୀକୁ ନେଇ ବିଭିନ୍ନ ପ୍ରକାର ମନଗଢ଼ା କାହାଣୀ ବନାଇବାକୁ ଲାଗିଲେ। ଜଣେ ବିଧବା ପେଟରେ ଛୁଆ, ଏହା କେମିତି ହୋଇପାରିବ? ନିଶ୍ଚିନ୍ତ ଭାବରେ ଏହା କୌଣସି ପାପ। ଆଉ ଏମିତି ନୁହେଁ ତ ଜଙ୍ଗଲର କୌଣସି ରାକ୍ଷସ ତା ସ୍ୱପ୍ନରେ ଆଉ ଆସୁନାହାନ୍ତି ତ? ସାବିତ୍ରୀ ଏ କଥାକୁ ନେଇ ଚିନ୍ତିତ ଥିଲା। ସେ ଏହା ଜାଣିଥିଲା ଯେ ସେ କୌଣସି ବି ପୁରୁଷଙ୍କ ସହିତ ସମ୍ବନ୍ଧ ରଖିନଥିଲା। ତଥାପି ବି ଏ ଗର୍ଭ କେମିତି ସମ୍ଭବ ଥିଲା? ତାର ବାରମ୍ବାର ସେହିଦିନ ରାତି କଥା ମନେ ପଡ଼ିଯାଉଥିଲା, ଯେତେବେଳେ କି ମୂଷଳଧାରାରେ ବର୍ଷା ସହିତ ସେ ମାଙ୍କଡ଼ଟିକୁ ନିଜ ସହିତ ଶୁଆଇଥିଲା। ଆଉ ତାପରେ ହିଁ ତା ଶରୀରରେ ଏ ପରିବର୍ତ୍ତନ ଆରମ୍ଭ ହୋଇଥିଲା। ଗୋଟିଏ ଦିନ ସାବିତ୍ରୀ ନିଜ ଝୁମ୍ପୁଡ଼ି ଘର ବାହାରେ ବସିଥିଲା ଆଉ ମାଙ୍କଡ଼ଟି ତା ପାଖରେ ବସି ତା ଆଖିକି ଦେଖିବାକୁ ଲାଗିଲା। ତା ଆଖିରେ ସେ ଗଭୀର ଚମକ ଥିଲା, ଯେମିତିକି ସେଦିନ ବର୍ଷା ହେଉଥିବା ଦିନ ରାତିରେ ଥିଲା। ଲୁହଭରା ଆଖିରେ ସାବିତ୍ରୀର ଆଖିରୁ ଲୁହ ବାହାରିଗଲା। ଲୁହଭରା ଆଖିରେ ସାବିତ୍ରୀର ମନରୁ ବାହାରିଲା ଯେ, ମୁଁ ତତେ ସ୍ନେହ ଦେଇଛି, ମୁଁ ତତେ ଭଲ ପାଇଛି, ହେଲେ ଏହା କେମିତି ସମ୍ଭବ ଯେ ତୁ ମୋ ଗର୍ଭର କାରଣ ବନିଗଲୁ? ଯେତେବେଳେ ଗାଁବାଲାଙ୍କୁ ଜଣାପଡ଼ିଲା ଯେ ସାବିତ୍ରୀ ଗର୍ଭବତୀ ଅଛି, ତେବେ ସେଠି ହଲଚଲ ମଚିଗଲା। ଗାଁ ପଞ୍ଚାୟତକୁ ସାବିତ୍ରୀକୁ ଡକାଗଲା। ଗାଁର ମୁଖିଆ କଡ଼ା ସ୍ୱରରେ ସାବିତ୍ରୀକୁ ପଚାରିଲେ, ସାବିତ୍ରୀ, ସତ କହ ଯେ ତୋ ଗର୍ଭର ବାପା କିଏ? ସାବିତ୍ରୀ ନିଜ ମୁଣ୍ଡ ତଳକୁ କରି ଛିଡ଼ା ହୋଇଥିଲା। କିଛିକ୍ଷଣ ପରେ ସେ ଧୀର ସ୍ୱରରେ କହିଲା ଯେ, ମୋତେ ଜଣା ନାହିଁ। ପଞ୍ଚାୟତରେ ଉପସ୍ଥିତ ଥିବା ଲୋକମାନେ କହିଲେ ଯେ, ତୁ ମିଛ କହୁଛୁ। ବିନା କୌଣସି ପୁରୁଷର ସମ୍ପର୍କରେ ତୁ ଗର୍ଭବତୀ କେମିତି ହୋଇପାରିବୁ? ତୋ ପେଟରେ ଗର୍ଭ କେମିତି ରହିପାରିବ? କିଛି ମହିଳାମାନେ କହିଲେ ଯେ, ନିଶ୍ଚିନ୍ତ ଭାବରେ ତୁ କିଛି ଲୁଚଉଛୁ। ବହୁତ ସାହସ ଜୁଟାଇ ସାବିତ୍ରୀ କହିଲା ଯେ, ମୋ ଜୀବନରେ କୌଣସି ପୁରୁଷ ଆସିନାହାନ୍ତି, ହେଲେ ଗୋଟିଏ ମାଙ୍କଡ଼ ଅଛି, ଯିଏକି ପ୍ରତ୍ୟେକ ଦିନ ମୋ ସହିତ ରହୁଛି, ମୋର ସାହାଯ୍ୟ କରୁଛି। ସେ ହିଁ ମୋ ସାହାରା। ଏହା ଶୁଣି ମୁଖିଆ ହସି ହସି କହିଲେ ଯେ, କ'ଣ ତୁ ଏହା କହିବା ପାଇଁ ଚାହୁଁଛୁ ଯେ ତୁ ଜଣେ ମାଙ୍କଡ଼ ଦ୍ୱାରା ଗର୍ଭବତୀ ହୋଇଛୁ? ଗାଁ ଲୋକ ଜୋର ଜୋରରେ ହସିବାକୁ ଲାଗିଲେ, ହେଲେ ସାବିତ୍ରୀର ଚେହେରାରେ ଗମ୍ଭୀରତା ରହିଥିଲା। ସେ କହିଲା ଯେ, ମୁଁ କେବେ ବି କାହା ସହିତ ସମ୍ପର୍କ ରଖିନାହିଁ। ମୁଁ ନିଜେ ବି ଜାଣିନି ଯେ ଏହା କେମିତି ହେଲା।
ହେଲେ ଏହା ସତ ଯେ ଯେବେଠୁ ସେ ମାଙ୍କଡ଼ ମୋ ଝୁମ୍ପୁଡ଼ି ଘରକୁ ଆସିଛି ସେବେଠୁ ମୋ ଜୀବନ ବଦଳି ଯାଇଛି। ଗାଁ ଲୋକ ଏହା ଶୁଣି ସାବିତ୍ରୀକୁ ଅପବିତ୍ର ଏବଂ କଳଙ୍କିତ ମାନିନେଲେ। ଗାଁର ସ୍ତ୍ରୀ ଲୋକମାନେ ତା ସହିତ କଥା ହେବା ବନ୍ଦ କରିଦେଲେ। ଗାଁର ଛୁଆମାନେ ବି ଏବେ ତା ଝୁମ୍ପୁଡ଼ି ପାଖକୁ ଖେଳିବାକୁ ଆସୁନଥିଲେ। ସାବିତ୍ରୀ ଏବେ ସମ୍ପୂର୍ଣ୍ଣ ଭାବେ ଏକୁଟିଆ ପଡ଼ିସାରିଥିଲା। ଗୋଟିଏ ଦିନ ସେ ଏକୁଟିଆ ଝୁମ୍ପୁଡ଼ି ଭିତରେ ଥିଲା। ଠିକ୍ ସେତିକି ବେଳେ ସେ ମାଙ୍କଡ଼ଟି ଆସିଲା ଆଉ ଧୀରେ ସେ ତା କୋଳରେ ମୁଣ୍ଡ ରଖି ଶୋଇପଡ଼ିଲା। ସାବିତ୍ରୀ ତା ଆଖିରେ ଆଖି ମିଶାଇ ଦେଖିଲା ଆଉ ପଚାରିଲା ଯେ କ'ଣ ତୁ ମୋ ଠାରୁ କିଛି ଲୁଚାଉଛୁ? ମାଙ୍କଡ଼ ତା ଆଖିକୁ ଗଭୀର ଭାବରେ ଚାହିଁଲା। ଅଚାନକ ତା ଆଖିରୁ ଲୁହ ଝରି ପଡ଼ିଲା। ଏହା ଦେଖି ସାବିତ୍ରୀ ଚମକି ପଡ଼ିଲା ଆଉ ପଚାରିଲା ଯେ ତୁ କାନ୍ଦୁଛୁ? ମାଙ୍କଡ଼ଟି ଧୀରେ ସେ ତା ହାତକୁ ଧରିନେଲା। ସାବିତ୍ରୀ ଏହା ଅନୁଭବ କଲା ଯେ ଏ ମୂକ ପ୍ରାଣୀ ଭିତରେ ମଧ୍ୟ ଏକ ଗଭୀର ଆତ୍ମୀୟତା ଲୁଚି ରହିଛି। ଅଚାନକ ମାଙ୍କଡ଼ଟି ଛିଡ଼ା ହେଲା ଆଉ ଜଙ୍ଗଲ ଭିତରକୁ ଚାଲିଗଲା। ସାବିତ୍ରୀ ତାକୁ ବହୁତ ଡାକିଲା, କୁଆଡ଼େ ଯାଉଛୁ? ରହ। ହେଲେ ମାଙ୍କଡ଼ଟି ପଛକୁ ବୁଲିକି ମଧ୍ୟ ଚାହିଁଲା ନାହିଁ। ସାବିତ୍ରୀ ଆଶ୍ଚର୍ଯ୍ୟଚକିତ ହୋଇ ସେଇଠି ବସିଗଲା। ପରଦିନ ସକାଳୁ ଗାଁକୁ ଜଣେ ସିଦ୍ଧ ସାଧୁବାବା ଆସିଲେ। ଗାଁ ଲୋକ ସେ ସାଧୁବାବାକୁ ସାବିତ୍ରୀ ଅବସ୍ଥା ବିଷୟରେ କହିଲେ। ସେ ସାଧୁବାବା ସାବିତ୍ରୀକୁ ନିଜ ପାଖକୁ ଡାକିଲେ ଆଉ ତାକୁ ଗଭୀର ଭାବେ ଦେଖିବା ପରେ କହିଲେ ଯେ ତୋ ଗର୍ଭରେ ଯେଉଁ ସନ୍ତାନ ବଢ଼ୁଛି ତାହା କୌଣସି ସାଧାରଣ ସନ୍ତାନ ନୁହେଁ। ଏହା କୌଣସି ବିଶେଷ ଆତ୍ମାର ପରିଣାମ। କ'ଣ ତୋ ସହିତ କୌଣସି ପଶୁ ଜଡ଼ିତ ଅଛି? ସାବିତ୍ରୀ ନିଜ ମୁଣ୍ଡ ତଳକୁ କରି ଧୀର ସ୍ୱରରେ କହିଲା ଯେ ହଁ, ମୋ ଜୀବନକୁ ଗୋଟେ ମାଙ୍କଡ଼ଟିଏ ଆସିଥିଲା। ସେ ମୋର ଦେଖାଶୁଣା କରୁଥିଲା, ହେଲେ ଏବେ ସେ ଚାଲିଯାଇଛି। ସାଧୁବାବା ଏକ ଦୀର୍ଘ ନିଶ୍ୱାସ ନେଇ କହିଲେ ଯେ ସେ କୌଣସି ସାଧାରଣ ମାଙ୍କଡ଼ ନଥିଲା, ସେ ଏକ ଦିବ୍ୟ ଆତ୍ମା ଥିଲା। କୌଣସି ଅଭିଶାପ କାରଣ ଯୋଗୁଁ ତାକୁ ମାଙ୍କଡ଼ ରୂପ ମିଳିଥିଲା। ହେଲେ ସେ ଯେତେବେଳେ ତୋ ପାଖରେ ପ୍ରେମ ଅନୁଭବ କରିଲା ତ ତା ଅଭିଶାପ ଭାଙ୍ଗିଗଲା। ସାବିତ୍ରୀ ବିସ୍ମୟ ଭାବରେ ସେ ସାଧୁବାବାଙ୍କ ଆଡ଼କୁ ଦେଖିବାକୁ ଲାଗିଲା। କ'ଣ ଏହି ସନ୍ତାନ ସତରେ ଦିବ୍ୟ? ସାଧୁବାବା ଗମ୍ଭୀର ସ୍ୱରରେ କହିଲେ ଯେ ହଁ, ଏ ସନ୍ତାନ ମନୁଷ୍ୟ ଆଉ ପଶୁର ପ୍ରେମର ସନ୍ତାନ। ହେଲେ ସେ ଜନ୍ମ ହେବା ମାତ୍ରକେ ହିଁ ତା ଅସ୍ତିତ୍ୱ ପାଇଁ ତାକୁ କଠୋର ସଂଘର୍ଷ କରିବାକୁ ପଡ଼ିବ। ସାବିତ୍ରୀ ଭୟରେ ଥରି ଥରି ପଚାରିଲା ଯେ ଏହା କେମିତିକା ସଙ୍କଟ ବାବା? ସାଧୁବାବା ଉତ୍ତର ଦେଲେ ଯେ ଏ ସନ୍ତାନ ବିଶେଷ ଶକ୍ତି ଦ୍ୱାରା ଉତ୍ପନ୍ନ ହେବ। ହେଲେ ତାକୁ ପାଇବା ପାଇଁ ଅନ୍ଧକାର ଶକ୍ତିମାନେ ମଧ୍ୟ ସକ୍ରିୟ ହେବେ। ତତେ ନିଜ ସନ୍ତାନର ରକ୍ଷା କରିବା ପାଇଁ ଯଥାସମ୍ଭବ ପ୍ରୟାସ କରିବାକୁ ପଡ଼ିବ। ସାବିତ୍ରୀର ଆଖିରେ ଡର ଏବଂ ଆଶଙ୍କା ସଫା ସଫା ଝଲସୁଥିଲା। ସେ ପଚାରିଲା ଯେ ହେଲେ ସେ ମାଙ୍କଡ଼ କୁଆଡ଼େ ଗଲା? ସାଧୁବାବା କହିଲେ ଯେ ସେ ଏବେ ନିଜର ବାସ୍ତବିକ ସ୍ୱରୂପକୁ ଫେରିଆସିଛି। ସେ ଦେବତ୍ୱ ପ୍ରାପ୍ତ କରିସାରିଛି। ହେଲେ ଯେତେବେଳେ ସଙ୍କଟ ଆସିବ ସେ ନିଶ୍ଚୟ ଭାବରେ ଫେରିବ ଆଉ ତତେ ସହାୟତା କରିବ। ଏମିତି ଭାବରେ ଧୀରେ ଧୀରେ ସମୟ ବିତି ଚାଲିଲା। ସାବିତ୍ରୀର ଗର୍ଭର ଆକାର ଧୀରେ ଧୀରେ ବଢ଼ି ଚାଲିଲା। ହେଲେ ଗାଁ ଲୋକମାନେ ଏବେ ବି ତାକୁ ସନ୍ଦେହ ଭରା ଦୃଷ୍ଟିରେ ଦେଖୁଥିଲେ। ହେଲେ ସାବିତ୍ରୀର ମନରେ ଏବେ ଏକ ନୂଆ ଶକ୍ତି ଆସି ସାରିଥିଲା। ତାର ସମ୍ପୂର୍ଣ୍ଣ ଭାବରେ ବିଶ୍ୱାସ ଥିଲା ଯେ ସେ ନିଜେ ନିଜ ଛୁଆର ରକ୍ଷା କରିପାରିବ। ଗୋଟିଏ ଦିନ ସାବିତ୍ରୀ ଜଙ୍ଗଲ ଭିତରେ କାଠଗୁଡ଼ିକୁ ଗୋଟେଇ ଏକାଠି କରୁଥିଲା। ଠିକ୍ ସେତିକିବେଳେ ଘନ ଗଛଗୁଡ଼ିକ ମଧ୍ୟରୁ ଭୟଙ୍କର ଶବ୍ଦ ଶୁଣାଗଲା। ସାବିତ୍ରୀ ଦେଖିଲା ଯେ ସାମ୍ନାରେ ଏକ କଳା ରଙ୍ଗର ବିଶାଳ ନାଗସାପ ନିଜ ଫଣା ଟେକି ଛିଡ଼ା ହୋଇଥିଲା। ଡରିଯାଇ ସେ ପଛକୁ ହଟିବା ପାଇଁ ଚେଷ୍ଟା କରିଲା। ଠିକ୍ ସେତିକିବେଳେ ପବନରେ ହଲଚଲ ହେବା ଆରମ୍ଭ ହେଲା। ସାବିତ୍ରୀ ଆଖି ଖୋଲିଲା ଆଉ ଦେଖିଲା ସାମ୍ନାରେ ସେହି ମାଙ୍କଡ଼ଟି ଠିଆ ହୋଇଥିଲା। ହେଲେ ଏଥର ତା ଆଖିରେ ଆହୁରି ବେଶୀ ଚମକ ଥିଲା। ମାଙ୍କଡ଼ଟି ଜୋରରେ ଦୌଡ଼ି ଆସି ସେ ସାପ ସାମ୍ନାରେ ଛିଡ଼ା ହୋଇଗଲା ଆଉ ବଡ଼ ପାଟିରେ ଚିତ୍କାର କରିବାକୁ ଲାଗିଲା। ସାପଟି ତାକୁ ଚୋଟ ମାରିବା ପାଇଁ ଚେଷ୍ଟା କରୁଥିଲା। ସାବିତ୍ରୀ ଭୟରେ ଥରି ଥରି ମାଙ୍କଡ଼ ଆଡ଼କୁ ଦେଖୁଥିଲା। ମାଙ୍କଡ଼ଟି ତା ଆଖିକୁ ଦେଖିବାକୁ ଲାଗିଲା। ତା ଆଖିରେ ସେହି ଆତ୍ମୀୟତା ଝଲସୁଥିଲା। ମାଙ୍କଡ଼ଟି ଭୟରେ ସାପଟି ସେଠୁ ଚାଲି ଯାଇଥିଲା। ହେଲେ ସାବିତ୍ରୀ କିଛି କହିବା ପୂର୍ବରୁ ମାଙ୍କଡ଼ଟି ପୁଣି ଥରେ ଜଙ୍ଗଲ ଭିତରକୁ ଚାଲିଗଲା। ସାବିତ୍ରୀ ଏବେ ବୁଝି ସାରିଥିଲା ଯେ ତା ଗର୍ଭରେ କୌଣସି ସାଧାରଣ ଗର୍ଭ ନଥିଲା, ବରଂ ତାହା ଏକ ଦିବ୍ୟ ଶକ୍ତିର ପ୍ରତୀକ ଥିଲା ଯାହାକି ତା ଗର୍ଭରେ ବଢ଼ୁଥିଲା।
ମାଙ୍କଡ଼ଟି ଅଚାନକ ପ୍ରକଟ ହେବା ଆଉ ନାଗସାପଠାରୁ ତାକୁ ରକ୍ଷା କରିବା ଏକଥାର ପ୍ରମାଣ ଥିଲା ଯେ କିଛି ବଡ଼ ଘଟିବାକୁ ଯାଉଛି। ତଥାପି ବି ସାବିତ୍ରୀର ମନରେ ଏକ ସଂଶୟ ଥିଲା। କ'ଣ ସତରେ ସେ ମାଙ୍କଡ଼ଟି ଏକ ଦିବ୍ୟ ଆତ୍ମା ଥିଲା? ଯଦି ସେ କୌଣସି ଦିବ୍ୟ ଆତ୍ମା ଥିଲା ତେବେ ସେ ମୋଠୁ କାହିଁକି ଦୂରେଇ ଗଲା? ଆଉ ସେ ନାଗସାପ, ସେ କିଏ ଥିଲା? ଏମିତି ଅନେକ ପ୍ରଶ୍ନର ଉତ୍ତର ନ ପାଇ ସାବିତ୍ରୀର ମନରେ ବିଚଳିତ ଭାବ ବଢ଼ି ଚାଲିଥିଲା। ଗର୍ଭର ସମୟ ପୂରା ହେବାକୁ ଯାଉଥିଲା। ସାବିତ୍ରୀର ଶରୀର ଭାରି ହୋଇଯାଉଥିଲା। ତାକୁ ଚଲାବୁଲା କରିବା ପାଇଁ ମଧ୍ୟ ବହୁତ ଅସୁବିଧା ହେଉଥିଲା। ଗାଁର ସ୍ତ୍ରୀ ଲୋକମାନେ ଏବେ ବି ତାଠାରୁ ଦୂରେଇ ରହୁଥିଲେ। ସାବିତ୍ରୀ ପାଇଁ ଗୋଟିଏ ଗୋଟିଏ ଦିନ କାଟିବାଟା ବହୁତ କଠିନ ହେଉଥିଲା। ଗୋଟିଏ ଦିନ ରାତିରେ ବହୁତ ଜୋରରେ ଝଡ଼ ତୋଫାନ ଆସିଲା। ଆକାଶରେ ବହୁତ ଜୋରରେ ଘଡ଼ଘଡ଼ି ଏବଂ ବିଜୁଳି ମାରୁଥିଲା। ସାବିତ୍ରୀ ନିଜ ଝୁମ୍ପୁଡ଼ି ଘର ଭିତରେ ଏକୁଟିଆ ବସିଥିଲା। ଠିକ୍ ସେତିକିବେଳେ ତାକୁ ଏହା ଅନୁଭବ ହେଲା ଯେ ଝୁମ୍ପୁଡ଼ି ବାହାରେ ତାକୁ କାହାର ଚାଲିବାର ପାଦ ଶବ୍ଦ ଶୁଣାଯାଉଛି। ସେ ଦେଖିଲା ଯେ ଏକ କଳା ରଙ୍ଗର କପଡ଼ାରେ ଗୁରେଇ ହୋଇ ଜଣେ ବ୍ୟକ୍ତିଟିଏ ତା ଘର ବାହାରେ ଠିଆ ହୋଇଛି। ସାବିତ୍ରୀ ଡରି ଡରି ପଚାରିଲା ଯେ, କିଏ ତୁମେ? ସେ ବ୍ୟକ୍ତି ଜଣକ ଧୀରେ ଧୀରେ ତା ଆଡ଼କୁ ଆସିଲା। ତା ହାତରେ ଏକ ଲମ୍ବା ତ୍ରିଶୂଳ ଥିଲା। ତା ଚେହେରାରେ ଏକ ଅଜବ ଚମକ ଥିଲା। ତା ଆଖିରେ ଏକ କ୍ରୁଢ଼ତା ଝଲସୁଥିଲା। ସେ କହିଲା ଯେ, ତୁ ଯେଉଁ ଗର୍ଭ ଧାରଣ କରିଛୁ ତାହା କୌଣସି ସାଧାରଣ ନୁହେଁ। ତାହା ଶକ୍ତିର ପ୍ରତୀକ। ଆଉ ମୁଁ ତାକୁ ନେବା ପାଇଁ ଆସିଛି। ଏହା ଶୁଣିବା ମାତ୍ରକେ ସାବିତ୍ରୀ ଡରିଯାଇ ପଛକୁ ହଟିଗଲା। ସେ ଥରଥର ସ୍ୱରରେ ପଚାରିଲା ଯେ, ତୁ କିଏ? ସାବିତ୍ରୀ ନିଜ ଗର୍ଭ ଉପରେ ହାତ ରଖି କହିଲା ଯେ, ତୁ ମୋ ସନ୍ତାନକୁ କୌଣସି କ୍ଷତି ପହଞ୍ଚାଇ ପାରିବୁ ନାହିଁ। ହେଲେ ସେ କଳା ରଙ୍ଗର କପଡ଼ା ଘୋଡ଼େଇ ହୋଇଥିବା ବ୍ୟକ୍ତି ଜଣକ ଜୋରରେ ହସି ହସି କହିଲା ଯେ, ମୋ ଠାରୁ ବଞ୍ଚିବାଟା ଅସମ୍ଭବ। ସେ ସାବିତ୍ରୀ ଆଡ଼କୁ ବଢ଼ୁ ହିଁ ଥିଲା କି ଠିକ୍ ସେତିକି ବେଳେ ସାବିତ୍ରୀର ଆଖି ସାମ୍ନାରେ ଅନ୍ଧାର ଭିତରେ ଦୁଇଟି ଚକମକ କରୁଥିବା ଆଖି ପ୍ରକଟ ହେଲା। କଳା ବାଦଲ ଭଳି ଏକ ବିଶାଳ ଆକୃତି ପ୍ରକଟ ହେଲା। ସିଏ ସେହି ମାଙ୍କଡ଼ ଥିଲା। ସେ ମାଙ୍କଡ଼ଟି ଗୋଟିଏ ଡିଆଁରେ ଆସି ସେ ରାକ୍ଷସ କଳାକେତୁ ସାମ୍ନାରେ ଛିଡ଼ା ହୋଇଗଲା। ତା ଆଖିରେ ନିଆଁ ଜଳୁଥିଲା ଆଉ ତା ଶରୀରରେ ପ୍ରଖର ଉତ୍ତାପ ଫୁଟୁଥିଲା। କଳାକେତୁ ତ୍ରିଶୂଳ ଉଠାଇଲା ଆଉ ମାଙ୍କଡ଼ ଆଡ଼କୁ ବଢ଼ାଇ ଦେଲା। ହେଲେ ମାଙ୍କଡ଼ଟି ଗର୍ଜି ଉଠି ତା ଆଡ଼କୁ ଡିଆଁ ମାରିଲା। ଦୁଇ ଜଣଙ୍କ ଭିତରେ ଭୀଷଣ ଯୁଦ୍ଧ ଆରମ୍ଭ ହୋଇଗଲା। ସାବିତ୍ରୀ ଡରିଯାଇ ନିଜ ଝୁମ୍ପୁଡ଼ି ଘର କବାଟ ପାଖରେ ଛିଡ଼ା ହୋଇ ସବୁକିଛି ଦେଖୁଥିଲା। ମାଙ୍କଡ଼ଟି ନିଜ ଲମ୍ବା ଲାଙ୍ଗୁଡ଼ରେ କଳାକେତୁର ତ୍ରିଶୂଳକୁ ଜୋରରେ ଧରିନେଲା। କଳାକେତୁ ରାଗରେ ପାଗଳ ହୋଇ ଉଠିଲା ଆଉ ଜୋରରେ ମାଙ୍କଡ଼ ଉପରକୁ ପ୍ରହାର କରିବାକୁ ଲାଗିଲା। ହେଲେ ମାଙ୍କଡ଼ଟି ବହୁତ ଚତୁରତାର ସହିତ ତାର ସବୁ ପ୍ରହାରକୁ ଅଣଦେଖା କରିଦେଉଥିଲା। ଆଉ ତାପରେ ଅଚାନକ ମାଙ୍କଡ଼ଟି ନିଜର ସବୁ ବଳ ପ୍ରୟୋଗ କରି କଳାକେତୁର ମୁଣ୍ଡ ଉପରେ ଏକ ଭୟଙ୍କର ପ୍ରହାର କରିଲା। କଳାକେତୁ ତଳେ ପଡ଼ିଗଲା ଆଉ ଯନ୍ତ୍ରଣାରେ ଛଟପଟ ହେବାକୁ ଲାଗିଲା। ଠିକ୍ ସେତିକିବେଳେ ଆକାଶରେ ବିଜୁଳି ଚମକିବାକୁ ଲାଗିଲା ଆଉ ଚାରିଆଡ଼େ ଦିବ୍ୟ ପ୍ରକାଶ ଖେଳିଗଲା। ଏହାପରେ କଳାକେତୁର ଶରୀର ଜଳିଗଲା ଆଉ ତାପରେ ଧୂଆଁରେ ପରିବର୍ତ୍ତନ ହୋଇ ଧୂଆଁ ସହିତ କେଉଁଆଡ଼େ ଉଭାନ ହୋଇଗଲା। ମାଙ୍କଡ଼ଟି ସାବିତ୍ରୀର ଆଖିକୁ ଦେଖିବାକୁ ଲାଗିଲା। ତା ଆଖିରେ ଗଭୀର ଶାନ୍ତି ଏବଂ କରୁଣା ଥିଲା। ଡରରେ ଥରି ଥରି ସାବିତ୍ରୀ ଧୀର ସ୍ୱରରେ କହିଲା ଯେ, ତୁ କିଏ? ମାଙ୍କଡ଼ଟି ଧୀରେ ଧୀରେ ତା ଆଡ଼କୁ ବଢ଼ିଲା ଆଉ ନିଜର ନରମ ହାତକୁ ସାବିତ୍ରୀର ହାତ ଉପରେ ରଖିଦେଲା। ଠିକ୍ ସେତିକିବେଳେ ତା ପୂରା ଶରୀରରୁ ଦିବ୍ୟ ପ୍ରକାଶ ଫୁଟିବାକୁ ଲାଗିଲା ଆଉ ସେ ଏକ ସୁନ୍ଦର ଯୁବକରେ ପରିବର୍ତ୍ତନ ହୋଇଗଲା। ଏହା ଦେଖି ସାବିତ୍ରୀ ଆଶ୍ଚର୍ଯ୍ୟଚକିତ ହୋଇଗଲା। ତା ସାମ୍ନାରେ ଏକ ସୁନ୍ଦର ଦିବ୍ୟ ଯୁବକଟିଏ ଛିଡ଼ା ହୋଇଥିଲା, ଯାହାର ଶରୀରରେ କିରଣ ଝଲସୁଥିଲା। ତା ଆଖିରେ କରୁଣା ଏବଂ ପ୍ରେମର ଗଭୀରତା ଥିଲା। ସେ ସୁନ୍ଦର ଯୁବକ ଜଣକ କହିଲା ଯେ, ମୁଁ କୌଣସି ସାଧାରଣ ମାଙ୍କଡ଼ ନଥିଲି ସାବିତ୍ରୀ। ମୁଁ ଅର୍ଷିଙ୍କ ପୁତ୍ର। ମୋ ଉପରେ ଅଭିଶାପ ଥିଲା ଯେ ଯେବେ ପର୍ଯ୍ୟନ୍ତ ମୁଁ କୌଣସି ନାରୀର ପ୍ରେମର ପରୀକ୍ଷା ନ ଦେବି ସେବେ ପର୍ଯ୍ୟନ୍ତ ମୁଁ ପଶୁ ରୂପରେ ରହିବି। ସାବିତ୍ରୀ ଆଶ୍ଚର୍ଯ୍ୟର ସହିତ ପଚାରିଲା ଯେ, ତେବେ ମୋତେ ତମେ କାହିଁକି ଭଲ ପାଇଲ? ତ ଯୁବକ ଜଣକ ଧୀର ସ୍ୱରରେ କହିଲେ ଯେ, କାହିଁକି ନା ତମ ପ୍ରେମ ନିଷ୍କଳଙ୍କ ଏବଂ ନିଃସ୍ୱାର୍ଥପର ଥିଲା। ତମେ ମୋତେ ବିନା କୌଣସି ସର୍ତ୍ତରେ ଭଲ ପାଇଥିଲ। ସାବିତ୍ରୀ ଚମକି ପଡ଼ି ପଚାରିଲା ଯେ, ଏ କେମିତିକା ପରୀକ୍ଷା? ତ ଯୁବକ ଜଣକ କହିଲା ଯେ, ତମ ଗର୍ଭରେ ଯେଉଁ ସନ୍ତାନ ବଢ଼ୁଛି
ତାହା କୌଣସି ସାଧାରଣ ସନ୍ତାନ ନୁହେଁ, ସେ ସୃଷ୍ଟିର ସନ୍ତୁଳନର ପ୍ରତୀକ। ସାବିତ୍ରୀ ସେଇ ଯୁବକଟିର ହାତକୁ ଧରିନେଲା ଆଉ ପଚାରିଲା ଯେ, ହେଲେ ତମେ ମୋତେ ଏକୁଟିଆ କାହିଁକି ଛାଡ଼ି ଦେଇଥିଲ? ଯୁବକଟି ଟିକିଏ ହସିଦେଇ କହିଲା ଯେ, ମୁଁ ତୁମକୁ ଏଥିପାଇଁ ଏକୁଟିଆ ଛାଡ଼ି ଦେଇଥିଲି ଯାହାଦ୍ୱାରା ମୋ ଭଲ ପାଇବାର ପ୍ରେମର ସତ୍ୟତା ପ୍ରମାଣ ହୋଇପାରିବ। ମୁଁ ଜାଣିବାକୁ ଚାହୁଁଥିଲି ଯେ କ'ଣ ତମେ ମୋ ବିନା ସନ୍ତାନର ରକ୍ଷା କରିପାରିବ ନା ନାହିଁ, ଆଉ ତମେ ଏହା ପ୍ରମାଣ କରିଦେଲ ଯେ ତମେ ଜଣେ ସତ୍ୟ ସଙ୍ଗିନୀ। ଏହା ଶୁଣି ସାବିତ୍ରୀ ଆଖିରୁ ଲୁହ ଝରିବାକୁ ଲାଗିଲା। ସାବିତ୍ରୀ ସେ ଯୁବକକୁ ନିଜ ଛାତିରେ ଜାବୁଡ଼ି ଧରି କହିଲା ଯେ, ମୁଁ ତୁମକୁ କେବେ ବି ଯିବା ପାଇଁ ଦେବି ନାହିଁ। ଏହା ଶୁଣି ଯୁବକ ଜଣକ କହିଲା ଯେ, ମୁଁ ତୁମକୁ ଆଉ କେବେ ହେଲେ ବି ଛାଡ଼ିକି ଯିବି ନାହିଁ, ହେଲେ ତୁମ ଗର୍ଭର ରକ୍ଷା ପାଇଁ ମୋତେ ପୁଣି ଥରେ ମୋ ଦିବ୍ୟ ରୂପକୁ ଫେରିଯିବାକୁ ପଡ଼ିବ। ମୁଁ ସେତେବେଳେ ଫେରିବି ଯେତେବେଳେ କି ତମ ଜୀବନ ପ୍ରତି ଆଉ ଆମ ସନ୍ତାନ ପ୍ରତି ବିପଦ ଘୁରି ବୁଲିବ। ସାବିତ୍ରୀ ଡରିଯାଇ କହିଲେ ଯେ, ହେଲେ ଯଦି ତୁମେ ଚାଲିଯିବ ତବେ ମୁଁ ଏକୁଟିଆ କେମିତି ରହିବି? ଯୁବକ ଜଣକ ନିଜର ଦୁଇ ହାତ ସାବିତ୍ରୀର ଚେହେରାକୁ ଧରି କହିଲେ ଯେ, ତମ ମନରେ ଯେଉଁ ଶକ୍ତି ଅଛି ତାହା ହିଁ ତମର ରକ୍ଷା କରିବ। ଆଉ ଏହା ସତ ଯେ ତୁମେ ମୋତେ ଦେଖିପାରିବ ନାହିଁ, ହେଲେ ମୁଁ ତୁମ ସହିତ ସବୁବେଳେ ରହିବି। ସେ ଯୁବକ ଜଣକ ଧୀରେ ସେ ସାବିତ୍ରୀର ହାତକୁ ଛାଡ଼ିଲା ଆଉ ତାପରେ ପୁଣି ଥରେ ଉଜ୍ଜଳ କିରଣରେ ପରିଣତ ହୋଇଗଲା। ତାପରେ ସେ ପୁଣି ଥରେ ମାଙ୍କଡ଼ ରୂପକୁ ଫେରି ଆସିଲା। ମାଙ୍କଡ଼ଟି ଶେଷ ଥର ପାଇଁ ସାବିତ୍ରୀ ଆଡ଼କୁ ପ୍ରେମଭରା ଦୃଷ୍ଟିରେ ଦେଖିଲା ଆଉ ତାପରେ ଜଙ୍ଗଲ ଭିତରକୁ ଦୌଡ଼ି ଚାଲିଗଲା। ସାବିତ୍ରୀ ସେଇଠି ବସି ରହିଲା। ତା ମନରେ ଭୟ ଏବଂ ପ୍ରେମ ଦୁଇଟି ଯାକର ମିଶ୍ରଣ ଥିଲା। ସେ ଜାଣିଥିଲା ଯେ ଯେଉଁ ସନ୍ତାନ ତା ଗର୍ଭରେ ବଢ଼ୁଛି ତାହା ଏବେ କେବଳ ଏକୁଟିଆ ତାର ନୁହେଁ, ସେ ସନ୍ତାନ ସୃଷ୍ଟିର ଭବିଷ୍ୟତର ରକ୍ଷକ ଥିଲା। ସାବିତ୍ରୀର ଗର୍ଭକାର ପୂରଣ ହେବାକୁ ଯାଉଥିଲା। ତା ଶରୀରରେ ହଲଚଲ ବଢ଼ିବାକୁ ଲାଗିଥିଲା। ଗାଁର ଲୋକମାନେ ଏବେ ବି ତାକୁ ସନ୍ଦେହଭରା ଦୃଷ୍ଟିରେ ଦେଖୁଥିଲେ, ହେଲେ ସାବିତ୍ରୀର ମନରେ ଏବେ ନାହିଁ କୌଣସି ସଂଶୟ ଥିଲା, ନାହିଁ କୌଣସି ଡର, ନାହିଁ ଭୟ। ତାର ପୁରା ବିଶ୍ୱାସ ଥିଲା ଯେ ତା ସନ୍ତାନର ଜନ୍ମ କୌଣସି ଏକ ଦିବ୍ୟ ଉଦ୍ଦେଶ୍ୟ ପାଇଁ ହୋଇଛି। ସକାଳ ହେବା ମାତ୍ରକେ ହିଁ ଗାଁରେ ଏକ ଅଜବ ହଲଚଲ ମଚିଗଲା। ଆକାଶରେ ଅନ୍ଧକାର ଛାଇଗଲା। ଗଛଗୁଡ଼ିକ ଜୋର ଜୋରରେ ହଲିବାକୁ ଲାଗିଲା। ପକ୍ଷୀଗୁଡ଼ିକ ଡରିଯାଇ ଏପଟ ସେପଟ ହୋଇ ଉଡ଼ିବାକୁ ଲାଗିଲେ। ସାବିତ୍ରୀ ନିଜ ଝୁମ୍ପୁଡ଼ି ଘର ବାହାରକୁ ଆସି ଦେଖିଲା ତ ବାହାରେ ଏକ ବିଶାଳ ଆକୃତି ଛିଡ଼ା ହୋଇଥିଲା। ସେ କଳାକେତୁ ଥିଲା। ତା ଲାଲ ଲାଲ ଆଖିରେ କ୍ରୋଧର ଜ୍ୱାଳାମୁଖୀ ଜଳୁଥିଲା। ସେ ବଡ଼ ପାଟିରେ ଚିତ୍କାର କରି କହିଲା ଯେ, ଦେଖ, ମୁଁ ଫେରି ଆସିଛି। ତୋ ଗର୍ଭରେ ଥିବା ସନ୍ତାନକୁ ମୁଁ ଜନ୍ମ ହେବା ପାଇଁ ଦେବି ନାହିଁ। ସାବିତ୍ରୀ ବହୁତ ସାହସର ସହିତ କହିଲା ଯେ, ତୁ ମୋ ସନ୍ତାନକୁ ଛୁଇଁ ମଧ୍ୟ ପାରିବୁ ନାହିଁ। କଳାକେତୁ ଜୋର ଜୋରରେ ହସିବାକୁ ଲାଗିଲା ଆଉ କହିଲା ଯେ, ତୁ ଏକୁଟିଆ ମୋର କ'ଣ କରିପାରିବୁ? ମୁଁ ସ୍ୱୟଂ ଅନ୍ଧକାରର ସ୍ୱାମୀ। ସେ ରାକ୍ଷସ କଳାକେତୁ ନିଜ ହାତରେ ଥିବା ତ୍ରିଶୂଳଟିକୁ ଉଠାଇଲା ଆଉ ସାବିତ୍ରୀ ଆଡ଼କୁ ଛାଡ଼ିଦେଲା। ସାବିତ୍ରୀ ନିଜ ଆଖି ବନ୍ଦ କରିଦେଲା। ଠିକ୍ ସେତିକି ବେଳେ ପବନରେ ଏକ ଗର୍ଜନ ଶୁଣାଗଲା। ସାବିତ୍ରୀ ନିଜ ଆଖି ଖୋଲିଲା ତ ଦେଖିଲା ଯେ ସାମ୍ନାରେ ସେହି ମାଙ୍କଡ଼ଟି ଛିଡ଼ା ହୋଇଥିଲା। ତା ଆଖିରେ ଅଗ୍ନିର ଜ୍ୱାଳା ବାହାରୁଥିଲା। ମାଙ୍କଡ଼ ପବନରେ ଡେଇଁ ପଡ଼ି ସେ ତ୍ରିଶୂଳଟିକୁ ଧରିନେଲା ଆଉ ସେ ତ୍ରିଶୂଳଟିକୁ ଓଲଟା କଳାକେତୁ ଆଡ଼କୁ ଫୋପାଡ଼ି ଦେଲା। ତ୍ରିଶୂଳ କଳାକେତୁର ଛାତିରେ ଯାଇ ପଶିଗଲା ଆଉ କଳାକେତୁ ଯନ୍ତ୍ରଣାରେ ଚିତ୍କାର କରି ଉଠିଲା। ମାଙ୍କଡ଼ଟି ଜୋରରେ ଗର୍ଜନ କରି କହିଲା ଯେ, କଳାକେତୁ, ତୋର ଅନ୍ତ ଏବେ ନିଶ୍ଚିନ୍ତ। ଏବେ ତୁ ଆଉ ଏ ସୃଷ୍ଟିର ଅଂଶ ହୋଇ ରହିବୁ ନାହିଁ। କଳାକେତୁ ରାଗରେ କହିଲା ଯେ, ତୁ ମୋତେ ହରାଇ ପାରିବୁ ନାହିଁ। ତୁ ତ ବାସ୍ କେବଳ ଜଣେ ସାଧାରଣ ମାଙ୍କଡ଼ଟିଏ। ମାଙ୍କଡ଼ଟି ଜୋରରେ ଡେଇଁ ପଡ଼ିଲା ଆଉ କଳାକେତୁର ମୁଣ୍ଡରେ ପ୍ରହାର କରିଲା। ତା ଶରୀର ଜୋରରେ ଜଳିବାକୁ ଲାଗିଲା ଆଉ ସେ ସେଠାରେ ପାଉଁଶରେ ବଦଳିଗଲା। ସାବିତ୍ରୀ ଦେଖିଲା ଯେ ମାଙ୍କଡ଼ଟି ଏବେ ଧୀରେ ଧୀରେ ତା ପାଖକୁ ଆସୁଥିଲା। ତା ଆଖିରେ ପ୍ରେମ ଏବଂ ଶାନ୍ତିର ଭାବନା ଥିଲା। ମାଙ୍କଡ଼ଟି ତା ହାତକୁ ଛୁଇଁଲା ଆଉ କହିଲା ଯେ, ଏବେ ତୁମକୁ ନିଜ ଭାଗ୍ୟର ସାମ୍ନା କରିବାକୁ ପଡ଼ିବ। ଅଚାନକ ସାବିତ୍ରୀ ଜୋରରେ ଯନ୍ତ୍ରଣା ହେବାର ଅନୁଭବ କରିଲା ଆଉ ସେ ତଳେ ବସି ପଡ଼ିଲା। ମାଙ୍କଡ଼ଟି ତା ହାତରେ ମୁଣ୍ଡ ରଖିଲା। ସାବିତ୍ରୀକୁ ଏହା ଅନୁଭବ ହେଲା ଯେ ଏକ ଦିବ୍ୟ ଶକ୍ତି ଧୀରେ ଧୀରେ ତା ଯନ୍ତ୍ରଣା ଭିତରୁ ଏକ ମଧୁର ଆଲୋକ ବନି ପ୍ରକଟ ହେଉଛି। ଏକ ଶିଶୁର କାନ୍ଦ ଶବ୍ଦ ଶୁଣାଗଲା। ସାବିତ୍ରୀ ଦେଖିଲା ତ ଏକ ଦିବ୍ୟ ବାଳକଟିଏ ତା କୋଳରେ ଥିଲା, ଯାହା ଶରୀରରୁ ସୁନେଲି ରଙ୍ଗର ପ୍ରକାଶ ବାହାରୁଥିଲା। ମାଙ୍କଡ଼ଟି ସେ ଛୁଆଟି ଆଡ଼କୁ ଦେଖିଲା ଆଉ କହିଲା ଯେ, ଏ ସନ୍ତାନ ମନୁଷ୍ୟ ଏବଂ ଦେବତାଙ୍କର ମିଳନର ପ୍ରତୀକ। ଇଏ ଭବିଷ୍ୟତରେ ଶକ୍ତି ଏବଂ ଧର୍ମର ସ୍ଥାପନା କରିବ। ଏହାର ରକ୍ଷା କରିବା ତୁମର କର୍ତ୍ତବ୍ୟ।
ସାବିତ୍ରୀ ସ୍ନେହରେ ନିଜ କୋଳରୁ ନିଜ ହାତରେ ସେ ଛୁଆଟିକୁ ଧରିନେଲା। ମାଙ୍କଡ଼ଟି ଟିକେ ହସି ଦେଇ କହିଲା ଯେ ଏବେ ମୋ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲା। ସାବିତ୍ରୀ ଡରିଯାଇ କହିଲେ ଯେ ଏବେ ତମେ ମୋତେ ଛାଡ଼ି ଚାଲିଯିବ ନାହିଁ। ମାଙ୍କଡ଼ଟି କହିଲା ଯେ ଏବେ ମୋତେ ବାସ୍ତବରେ ଏକ ସ୍ୱରୂପକୁ ଫେରିବାର ଅଛି, ହେଲେ ଯେତେବେଳେ ତୁମକୁ ମୋର ଆବଶ୍ୟକତା ପଡ଼ିବ ସେତେବେଳେ ମୁଁ ଫେରି ଆସିବି। ସାବିତ୍ରୀ ସେ ଛୁଆଟିକୁ ନିଜ ଛାତିରେ ଜୋରରେ କୁଣ୍ଢାଇ ଧରିଲା ଆଉ କହିଲା ଯେ ମୁଁ ଜାଣିଛି ଯେ ତୁ ମୋତେ କେବେ ହେଲେ ବି ଛାଡ଼ିକି ଯିବୁ ନାହିଁ। ମାଙ୍କଡ଼ଟି ପ୍ରେମଭରା ଦୃଷ୍ଟିରେ ତା ଆଡ଼କୁ ଦେଖିଲା ଆଉ ଧୀରେ ଧୀରେ ସ୍ୱର୍ଣ୍ଣ ପ୍ରକାଶରେ ଲୁପ୍ତ ହୋଇଗଲା। ସାବିତ୍ରୀ ଆକାଶ ଆଡ଼କୁ ଚାହିଁଲା ଆଉ ଏହା ଅନୁଭବ କଲା ଯେ ଏବେ ତା ଜୀବନ ଏକ ନୂଆ ଦିଗ ଆଡ଼କୁ ବଢ଼ି ସାରିଛି। ଗାଁ ଲୋକମାନେ ଯେଉଁମାନେ କି ସାବିତ୍ରୀକୁ ପୂର୍ବରୁ କଳଙ୍କିତ ବୋଲି ଭାବୁଥିଲେ, ଏବେ ସେ ସାବିତ୍ରୀକୁ ଦେବୀ ଭଳି ପୂଜା କରିବାକୁ ଲାଗିଲେ। ସାବିତ୍ରୀ ନିଜ ପୁଅର ପାଳନ ପୋଷଣ ବହୁତ ସ୍ନେହର ସହିତ କରିଲା। ତାର ବିଶ୍ୱାସ ଥିଲା ଯେ ଯେଉଁଦିନ ତା ପୁଅ ଉପରେ କୌଣସି ସଙ୍କଟ ଆସିବ ସେଦିନ ସେ ଦିବ୍ୟ ମାଙ୍କଡ଼ଟି ତା ସାମ୍ନାରେ ପ୍ରକଟ ହେବ, ତାର ସାହାରା ବନି ତା ସାମ୍ନାରେ ଛିଡ଼ା ହେବ, ନିଶ୍ଚିନ୍ତ ଭାବରେ ତା ପାଖକୁ ଫେରି ଆସିବ। ମାଙ୍କଡ଼ର ପ୍ରେମ ସାବିତ୍ରୀ ଜୀବନର ଏକ ଅଭିନ୍ନ ଅଂଶ ଭାବେ ରହିସାରିଥିଲା। ଏମିତି ଭାବରେ ଏକଥା ପ୍ରେମ ଏବଂ ଦିବ୍ୟତାର ପ୍ରତୀକ ବନିଗଲା, ଯାହାକି ଯୁଗ ଯୁଗ ପର୍ଯ୍ୟନ୍ତ ଲୋକମାନଙ୍କୁ ପ୍ରେରିତ କରିଚାଲିବ। ତେବେ ଦର୍ଶକ ବନ୍ଧୁମାନେ, ଆଶା କରୁଛି ଆଜିର ଏହି କାହାଣୀଟି ଆପଣମାନଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ। ପସନ୍ଦ ଆସିଥିଲେ ଭିଡ଼ିଓଟିକୁ ଲାଇକ୍, ସେୟାର ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ବିଲକୁଲ ବି ଭୁଲନ୍ତୁ ନାହିଁ। ଆଉ କମେଣ୍ଟ ବକ୍ସରେ ଏହା ଜଣାନ୍ତୁ ଯେ ଆପଣମାନେ କେମିତିକା କାହାଣୀ ଶୁଣିବାକୁ ପସନ୍ଦ କରିବେ। ତାହେଲେ ଆଜି ପାଇଁ ରହୁଛି। ପୁଣି ଦେଖା ହେବ ଆଉ ଏକ ସୁନ୍ଦର କାହାଣୀ ସହିତ ଆଉ ଏକ ନୂଆ ଭିଡ଼ିଓରେ।